हेलो स्टूडेंट वेलकम टू आवर चैनल। जमती कि आपण मन जानिथिबे आमे 4 दिन हबो गोटे सीरीज स्टार्ट करथिले दशम श्रेणी लाइफ साइंस बहिर पोषण सब्जेक्ट को नै जोथरे हम ऑलरेडी 4टे क्लास कंप्लीट कर दैचे। मु काली कोन कहितली ना आमे गत अध्याय कोन पढथिले गत अध्याय रे आमे मनुष्यर पाक तंत्र विषय पढथिले जोथरे आमे कोन पढथिले ना पाक नळी विषय रे जानिथिले। मु कहितली कि आज कौन पढ़ा ପାଇଁ କହିଥିଲି ନା ମନୁଷ୍ୟର ପାକ ଗ୍ରନ୍ଥି ବିଷୟରେ ପଢ଼ିବାକୁ କହିଥିଲି। ତାହେଲେ ପାକନଳୀ କ'ଣ ଥିଲା? ପାକନଳୀ ମୁଖ ଗହ୍ୱରଠାରୁ ଷ୍ଟାର୍ଟ ହେଇ ମଳଦ୍ୱାର ପର୍ଯ୍ୟନ୍ତ ପାକନଳୀ ଆମର ସବଜେକ୍ଟ ରହିଥିଲା। ସେଠି ପାକନଳୀରେ କ'ଣ ହେଉଥିଲା ନା ଖାଦ୍ୟର ଭୌତିକ ପରିବର୍ତ୍ତନ ହେଉଥିଲା। ଯେମିତି ମୁଁ କହିଥିଲି ମନୁଷ୍ୟର ପାଚନ ପ୍ରକ୍ରିୟା ଗୋଟେ ଭୌତିକ ଆଉ ରାସାୟନିକ ପ୍ରକ୍ରିୟା। ସେଥିପାଇଁ ଯଦି ପାକନଳୀରେ ଆମର କ'ଣ ଭୌତିକ ପ୍ରକ୍ରିୟା ହେଉଥିଲା ଖାଦ୍ୟର, କିନ୍ତୁ ପାକ ଗ୍ରନ୍ଥିରେ କ'ଣ ହୁଏ ନା ରାସାୟନିକ ପ୍ରକ୍ରିୟା ସବୁ ହେଇଥାଏ। ତେଣୁକରି ଯଦି ଆମେ ବୁଝିବା ପାକ ଅର୍ଥ କ'ଣ, ଯେମିତି ମୁଁ କହିଥିଲି ପାକ ଅର୍ଥ ହେଉଛି ରୋଷେଇ। ଏଠି ଗ୍ରନ୍ଥି ମାନେ ଜାଳେନୀ ପରି କାମ କରନ୍ତି। ଠିକ୍ ଅଛି, ସେଥିପାଇଁ ପାକ ଗ୍ରନ୍ଥିକୁ ଆମର ପାକତନ୍ତ୍ରର ଫ୍ୟୁଲ୍ କୁହାଯାଏ। ତାମାନେ ଯଦି ଏଗୁଡ଼ିକ ଆମର ଇଞ୍ଜିନ୍ ହେବେ, ଏଗୁଡ଼ିକ କ'ଣ ଅଏଲ୍ ହେବେ, ଫ୍ୟୁଲ୍ ହେବେ। ତେଣୁକରି ଯଦି ଆମେ ପାକ ଗ୍ରନ୍ଥି ବିଷୟରେ ଦେଖିବା, ପାକ ଗ୍ରନ୍ଥି କ'ଣ? ଠିକ୍ ଅଛି, ପ୍ରଥମ ଷ୍ଟେପ୍ରେ କ'ଣ ଲେଖା ହେଇଛି ନା ପାକ ଗ୍ରନ୍ଥି ଗୁଡ଼ିକ ମନୁଷ୍ୟ ଶରୀରରେ ଇଞ୍ଜିନ୍ ଅଏଲ୍ ପରି କାମ କରନ୍ତି। ତାମାନେ ପାକ ଗ୍ରନ୍ଥି କ'ଣ କରନ୍ତି ନା ଆମ ଶରୀର, ମୁଁ ଯେମିତି କହିଲି ପାକନଳୀ ଯେଉଁ ମାନେ ପାକତନ୍ତ୍ରରେ କ'ଣ କରନ୍ତି, ଏମାନେ ଇଞ୍ଜିନ୍ ଅଏଲ୍ ପରି କାମ କରନ୍ତି। କାରଣ ଏମାନଙ୍କ ଦ୍ୱାରା ଆମର ରାସାୟନିକ ପ୍ରତିକ୍ରିୟା ହୋଇଥାଏ ଖାଦ୍ୟର। ତାହେଲେ ଆମ ଦେହରେ 4 ପ୍ରକାରର ପାକ ଗ୍ରନ୍ଥି ରହିଛି, ଯଥା ଲାଳ ଗ୍ରନ୍ଥି, ଜଠର ଗ୍ରନ୍ଥି, ଯକୃତ ଏବଂ ଅଗ୍ନାଶୟ। ତାହେଲେ ପ୍ରଶ୍ନ ହେଉଛି ଲାଳ ଗ୍ରନ୍ଥି କେଉଁଠି ରହିଛି? ଲାଳ ଗ୍ରନ୍ଥି କେଉଁଠି ରହିଛି ନା ଆମ ମୁଖ ଗହ୍ୱରରେ ଅବସ୍ଥିତ କେଉଁଟା ଲାଳ ଗ୍ରନ୍ଥି। ଦେନ୍ ଯେଉଁଟା ଜଠର ଗ୍ରନ୍ଥି ରହିଛି, ଜଠର ଗ୍ରନ୍ଥିଟା ଆମ ପାକସ୍ଥଳୀରେ ଅବସ୍ଥିତ। ଆଉ ଯକୃତ ହେଉଛି ଆମ ଶରୀରର ସବୁଠାରୁ ବିଗେଷ୍ଟ ଗ୍ଲାଣ୍ଡ, ମାନେ ଗ୍ରନ୍ଥି ଯେଉଁଟା ଗ୍ଲାଣ୍ଡ, ବିଗେଷ୍ଟ ଗ୍ଲାଣ୍ଡ। ଅଗ୍ନାଶୟ ଏ ବି ଗୋଟେ ଗ୍ଲାଣ୍ଡ, ଯେଉଁଟାକି ଆମ ପାକସ୍ଥଳୀର ପଛରେ ଆଉ ଯକୃତର ଜଷ୍ଟ ତଳକୁ ରହିଛି। ଏହାର ଇଂଲିଶ ଟର୍ମ ହେଉଛି ପାନକ୍ରିଆସ୍। ଠିକ୍ ଅଛି, ତାହେଲେ ଆମେ ଯଦି ଦେଖିବା ଲାଳ ଗ୍ରନ୍ଥି, ଠିକ୍ ଅଛି, ଲାଳ ଗ୍ରନ୍ଥିର ଅର୍ଥ ହେଉଛି ମାନେ ଇଂଲିଶ ଟର୍ମ ହେଉଛି ସାଲାଇଭାରି ଗ୍ଲାଣ୍ଡ। ଏଇଟା ଆମ ଶରୀରରେ 3 ଯୋଡ଼ା ସାଲିଭାରି ଗ୍ଲାଣ୍ଡ ଅଛି। ଏଗୁଡ଼ିକ କ'ଣ ହେଇଛି ନା ମୁଖ ଗହ୍ୱରରେ ମାନେ ଖୋଲିଛି। ତାହେଲେ ଯଦି ଆମେ ସାଲିଭାରି ଗ୍ଲାଣ୍ଡ ବିଷୟରେ ଦେଖିବା, ମାନେ ଲାଳ ଗ୍ରନ୍ଥି ବିଷୟରେ ଦେଖିବା, ତାହେଲେ ପ୍ରଥମ ଟର୍ମ ମାନେ ଷ୍ଟେପ୍ ଲେଖା ହେଇଛି ମନୁଷ୍ୟ ଶରୀରରେ 3 ଯୋଡ଼ା ଲାଳ ଗ୍ରନ୍ଥି ରହିଛି। ଯେମିତି ମୁଁ କହିଲି କି ଆମ ଶରୀରରେ 3 ଯୋଡ଼ା ଲାଳ ଗ୍ରନ୍ଥି ରହିଛି। ଏଇଠି ଚିତ୍ର ଦେଖିପାରୁଥିବ, ଏଇ ଚିତ୍ରରେ ଏଟା ଗୋଟେ, ଏଟା 2ଟା, ଏଟା 3ଟା, ମାନେ 3 ଯୋଡ଼ା ଲାଳ ଗ୍ରନ୍ଥି ରହିଛି। ଏଗୁଡ଼ିକୁ ବହିସ୍ରାବୀ ଗ୍ରନ୍ଥି କୁହାଯାଏ, ମାନେ ଏକ୍ସୋକ୍ରାଇନ୍ ଗ୍ଲାଣ୍ଡ। କ'ଣ କୁହାଯାଏ ନା ଏକ୍ସୋକ୍ରାଇନ୍ ଗ୍ଲାଣ୍ଡ। କ'ଣ ପାଇଁ ଜାଣିଛ? ଏମାନେ ନିଜର ଯେଉଁ ଏନଜାଇମ୍ ଗୁଡ଼ିକ କେଉଁଥିରେ କ୍ଷରଣ କରନ୍ତି? ଡକ୍ଟରେ କ୍ଷରଣ କରନ୍ତି। ମାନେ ଏମାନେ ନିଜ ନିଜ ଏନଜାଇମ୍ ଗୁଡ଼ିକ ଡକ୍ଟରେ, ମାନେ ଆମର ଯେଉଁ ବାହିକା ଅଛି ସବୁ, ଠିକ୍ ଅଛି, ବାହିକା ଏମାନଙ୍କୁ ଯିଏ ବହନ କରୁଛି
ନା ନିଜ ନିଜ ବାହିକାରେ କ୍ଷରଣ କରନ୍ତି। ସେଥିପାଇଁ ଏମାନଙ୍କୁ ବହିସ୍ରାବୀ ଗ୍ରନ୍ଥି କୁହାଯାଏ, ମାନେ ଏକ୍ସୋକ୍ରାଇନ୍ ଗ୍ଲାଣ୍ଡ କୁହାଯାଏ। ତାହେଲେ ଆଉ ଗୋଟେ ଷ୍ଟେପ୍ କଣ ଲେଖିଛି ନା ଲାଳ ଗ୍ରନ୍ଥିରେ କ୍ଷରିତ ଲାଳରେ 99.5 ଶତକଡ଼ା ଜଳ ରହିଥାଏ। ଠିକ୍ ଅଛି, ଲାଳଟା ଦେଖିବ ଆମର ତରଳ ପଦାର୍ଥ ଗୋଟେ, ସେଥିରେ କ'ଣ ରହିଛି ନା ଜଳ ରହିଛି, ଅଧିକ ପରିମାଣରେ ଜଳ ରହିଛି। ଆଉ 0.5% କ'ଣ ରହିଛି ନା ଲବଣ ଆଉ ଅନ୍ୟାନ୍ୟ ଉପାଦାନ ଗୁଡ଼ିକ ରହିଛି। ଦେନ୍ ଦେଖିବ କ'ଣ ନା ଲାଳର pH ମୂଲ୍ୟ 6.8, ଯାହା ଏକ ଅମ୍ଳୀୟ ପଦାର୍ଥ। ଠିକ୍ ଅଛି, ଲାଳକୁ ଅମ୍ଳୀୟ ପଦାର୍ଥ କୁହାହେଲା। କ'ଣ ପାଇଁ କୁହାହେଲା? ଆର pH ମୂଲ୍ୟଟା କେତେ ନା 6.8। ଯଦି ଗୋଟେ pH ସ୍କେଲ୍ ନେବା, pH ସ୍କେଲ୍ ହୁଏତ ସ୍କୁଲରେ ଦେଖିଥିବ, ଏମିତି ଗୋଟେ 7 ବୋଲି ପଏଣ୍ଟ ଥିବ, ଏଇଠି କ'ଣ ଥିବ 8, ଏଇଠି ଥିବ 9, ଏଇଠି ଥିବ 10, ଆଗକୁ ବହୁତ ସଂଖ୍ୟା ସେମିତି ଥିବ। ଏପଟେ କ'ଣ ଥିବ ନା 6, 5, 4, 3, 2, 1 ରହିଥିବ। ଏଇ ଯେଉଁ 7ରେ ଦେଖିବ, 7କୁ ଟିଚର କ'ଣ କରନ୍ତି ନା ଏଠି ଯଦି ଗୋଟେ ପଦାର୍ଥର pH ଭ୍ୟାଲୁ 7 ରହୁଛି, ତା ମାନେ ଏଟା ନ୍ୟୁଟ୍ରାଲ ମାନେ ସବଷ୍ଟାନ୍ସ, ତା ମାନେ ତାର ସେ ଅମ୍ଳୀୟ ନୁହଁ କି କ୍ଷାରୀୟ ନୁହଁ। ଅର୍ଥାତ୍ 7ରୁ ବାମ ମାନେ ଡାହାଣ ପଟକୁ ଯାହା ବି ଏ ପଦାର୍ଥ ରହିବ ସେଗୁଡ଼ିକ ହେଉଛି କ୍ଷାରୀୟ ଜାତୀୟ, ଆଉ 7ର ବାମ ପଟକୁ ଯାହା ବି ପଦାର୍ଥ ରହିବ ସେମାନେ ହେଉଛନ୍ତି ଅମ୍ଳୀୟ। ଠିକ୍ ଅଛି, ତାହେଲେ ଏଟା ଯେହେତୁ 6.8 ମାନେ 7 ଠାରୁ କମ୍, ତା ମାନେ କ'ଣ ଏଟା ଗୋଟେ ଅମ୍ଳୀୟ ପଦାର୍ଥ। ତାହେଲେ ଲାଳରେ ଆମର 3 ପ୍ରକାର ଏନଜାଇମ୍ ଦେଖାଯାଏ। ପ୍ରଥମଟି କ'ଣ ନା ଟାୟାଲିନ୍ ଏନଜାଇମ୍, ଦ୍ୱିତୀୟଟି କ'ଣ ଆମିଲେଇସ୍ ଏନଜାଇମ୍, ତୃତୀୟଟି କ'ଣ ଲାଇସୋଜାଇମ୍ ଏନଜାଇମ୍। ଠିକ୍ ଅଛି, 3 ପ୍ରକାର ଏନଜାଇମ୍ ଦେଖାଯାଏ, ଏମାନଙ୍କର କାମ ବି ଭିନ୍ନ ଭିନ୍ନ। ଯଦି ଆମେ ଦେଖିବା ଟାୟାଲିନ୍ ଏନଜାଇମ୍, ଠିକ୍ ଅଛି, ଟାୟାଲିନ୍ ଏନଜାଇମ୍ କ'ଣ କରେ ନା ଯେଉଁ କାର୍ବୋହାଇଡ୍ରେଟ୍ ଖାଦ୍ୟ ଆମେ ଖାଉ, ଠିକ୍ ଅଛି, ଶ୍ଵେତସାର ଖାଦ୍ୟ, ତାକୁ କ'ଣ କରେ ନା ମାଲ୍ଟୋଜରେ ପରିଣତ କରେ। ମାଲ୍ଟୋଜ କ'ଣ ଗୋଟେ ସୁଗାରର ଗୋଟେ ମାନେ ଶ୍ଵେତସାରର ଗୋଟେ ସବଷ୍ଟାନ୍ସ, ମାନେ ସୁଗାରର ଗୋଟେ ସିମ୍ପ୍ଲିଫାଏଡ୍ ଫର୍ମ। ଠିକ୍ ଅଛି, ମାନେ ସିମ୍ପ୍ଲିଫାଏଡ୍ ସୁଗାର। ଠିକ୍ ଅଛି, ଦେନ୍ ଲାଳ ଗ୍ରନ୍ଥିରୁ ଯେଉଁ ଆମିଲେଜ୍ ଏନଜାଇମ୍ଟା କ୍ଷରଣ ହୁଏ, ସିଏ କ'ଣ କରେ କାର୍ବୋହାଇଡ୍ରେଟ୍କୁ ଫ୍ରୁକ୍ଟୋଜ୍ ଆଉ ଗ୍ଲୁକୋଜରେ ପରିଣତ କରେ। ତାମାନେ ଯେମିତି ମୁଁ କହିଥିଲି, କ'ଣ ଆମେ ଯେଉଁ ଖାଦ୍ୟ ଖାଉଛୁ ସେଥିରେ ସାଧାରଣତଃ ଆମେ ଶ୍ଵେତସାରର ଖାଦ୍ୟ ଖାଇଥାଉ, ଭାତ, ରୁଟି, ଚୁଡ଼ା, ଯାହା ବି ଶ୍ଵେତସାର ଖାଦ୍ୟ ଖାଇଥାଉ, ସେଗୁଡ଼ିକ କ'ଣ କରିଥାଏ ଆମକୁ ଇନଷ୍ଟାଣ୍ଟ ଏନର୍ଜି ଦେଇଥାଏ। ତାମାନେ ଆମିଲେଜ୍ ଏନଜାଇମ୍ ଯେଉଁଟା ଆମିଲେଜ୍ ଏନଜାଇମ୍, ସେ କ'ଣ କରେ ନା ଶ୍ଵେତସାର ଖାଦ୍ୟକୁ ଫ୍ରୁକ୍ଟୋଜ୍ ଆଉ ଗ୍ଲୁକୋଜରେ ପରିଣତ କରେ, ସେଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ। ତାପରେ କ'ଣ ଲେଖା ହେଇଛି ଲାଇସୋଜାଇମ୍ ଏନଜାଇମ୍, ସେ କ'ଣ କରେ ନା ଅଣୁଜୀବ ମାରିବାରେ ସହାୟକ ହୋଇଥାଏ। ସେଲ୍ ଚାପ୍ଟରରେ ମାନେ ଦେଖିଥିବ ଗୋଟେ ସେଲ୍ର ଗୋଟେ ପାର୍ଟ ଥିଲା କ'ଣ ଲାଇସୋଜୋମ୍। ଲାଇସୋଜୋମ୍ କ'ଣ କରୁଥିଲା ଆମ ସେଲ୍ରେ ଯେଉଁଗୁଡ଼ିକ ଆବର୍ଜନା ରହୁଥିଲା ସେଗୁଡ଼ିକ ମାନେ ସେ ନିଜ ଯେଉଁ ସ୍ୟାକ୍ ଅଛି ତା ସ୍ୟାକ୍ ରଖି ତାକୁ ନଷ୍ଟ କରିଦେଉଥିଲା। ତାମାନେ ସେଠି ଲାଇସୋଜୋମ୍ର କିଛି ଅଣୁଜୀବ ମାରିବାର କ୍ଷମତା ଥିଲା। ସେମିତି ଲାଇସୋଜାଇମ୍ ଏଇଠି ଯେଉଁଟା ଏନଜାଇମ୍ ଅଛି, ସେ ବି କ'ଣ କରିପାରୁଛି ନା ଅଣୁଜୀବ ମାରୁଛି। ଆମେ ଯେଉଁ ବାହାରୁ ଯେଉଁ ଖାଦ୍ୟ ନେଉଛୁ, ଯଦି ଖାଦ୍ୟକୁ ଭଲ ଭାବରେ ଧୋଉନୁ, ସେଥିରେ ଯେଉଁ ଅଣୁଜୀବ ରହିଯାଉଛନ୍ତି ଯେଉଁଗୁଡ଼ିକ ଆମ ଶରୀର ପାଇଁ କ୍ଷତିକାରକ, ତାକୁ ପ୍ରଥମତଃ ଲାଇସୋଜାଇମ୍ ଏନଜାଇମ୍ ମାରିବାରେ ସହାୟକ ହେଉଛି। ଦେନ୍ ଯାଇ ସେ ଖାଦ୍ୟଟା ଆମ ଗ୍ରସନୀ ଦେଇ ପାକସ୍ଥଳୀ ଯାଉଛି। ଦେନ୍ ଯଦି ଦେଖିବା ତାପରେ କ'ଣ ଦେଖିବା, ୟା ପରେ ଅଛି କ'ଣ କୋଉ ଗ୍ଲାଣ୍ଡ ଅଛି, ଆମେ ପ୍ରଥମତଃ କଭର କରିଦେଲୁ କ'ଣ ନା ମାଉଥ୍ ପାର୍ଟଟା ଆମେ କଭର କରିଦେଇଛୁ, ମାନେ ସାଲିଭାରୀ ଗ୍ଲାଣ୍ଡଟା ଯେଉଁଟା ଆମେ କଭର କରିଦେଲୁ। ଠିକ୍ ଅଛି, ତାହେଲେ ମୁଁ ଯେମିତି କହିଥିଲି ମନୁଷ୍ୟର ସାଲାଇଭାରୀ ଗ୍ଲାଣ୍ଡ କେଉଁଠି ଅଛି ନା ମାଉଥରେ ଅଛି, ମାନେ ଗ୍ରସନୀ ପାଖରେ ଅଛି। ଗ୍ରସନୀ ପରେ କ'ଣ ଥିଲା ପାର୍ଟ ଥିଲା ଆମ ଡାଇଜେଷ୍ଟିଭ୍ ସିଷ୍ଟମର, ଗ୍ରସନୀ ପରେ କ'ଣ ଥିଲା ପାର୍ଟ ନା ଇସୋଫାଗସ୍, ମାନେ ଗ୍ରାସନଳୀ। ଠିକ୍ ଅଛି, ଗ୍ରାସନଳୀ କ'ଣ ଥିଲା, ଗ୍ରାସନଳୀ କ'ଣ କରୁଥିଲା ନା ଆମର ଗ୍ରସନୀକୁ ପାକସ୍ଥଳୀ ସହିତ
କନେକ୍ଟ କରିଥିଲା। ଆଉ ଏଇଟା କ'ଣ ହେଇଥିଲା ନା ଗୋଲ ଗୋଲ ବର୍ତ୍ତୁଳାକାର ମାଂସପେଶୀରେ ଗଢ଼ା ହେଇଥିଲା। ତାମାନେ ଆମ ପରବର୍ତ୍ତୀ ପାର୍ଟ କୋଉଟା ହବ? ପାକସ୍ଥଳୀ। ପାକସ୍ଥଳୀରେ କ'ଣ ହୁଏ? ପାକସ୍ଥଳୀ ବି ଗୋଟେ ମାନେ ଆମର ଗ୍ରନ୍ଥି, ଠିକ ଅଛି। ପାକସ୍ଥଳୀରେ କ'ଣ ହୁଏ? ଏଠି ଲେଖା ହେଇଛି ଜଠର ଗ୍ରନ୍ଥି, ଠିକ ଅଛି। ଜଠର ଗ୍ରନ୍ଥି କୋଉଠି ଥାଏ ନା ପାକସ୍ଥଳୀ ଥାଏ। ଏହା ପାକସ୍ଥଳରେ ରହିଥାଏ। ଜଠର ଗ୍ରନ୍ଥି କୋଉଠି ଥାଏ ନା ପାକସ୍ଥଳୀ। ପାକସ୍ଥଳୀରୁ କ'ଣ ହୁଏ? ଯୋଉ ଜଠର ଗ୍ରନ୍ଥି ରହିଛି ଏଥିରୁ ପାକରସ ବା ଗ୍ୟାଷ୍ଟ୍ରିକ୍ ଜୁଇସ୍ କ୍ଷରଣ ହୋଇଥାଏ। ଏଥିରୁ କ'ଣ ହୁଏ? ଗ୍ୟାଷ୍ଟ୍ରିକ୍ ଜୁସ୍ କ୍ଷରଣ ହୁଏ, ଯାହାର pH ମୂଲ୍ୟ 1.5 ରୁ 2.5, ସେଥିପାଇଁ ଏହା ହେଉଛି ଅମ୍ଳୀୟ। ତାମାନେ ମୁଁ ଯେମିତି ଗୋଟେ pH ସ୍କେଲ୍ ଦେଖେଇଥିଲି, ଏଟା ଥିଲା କ'ଣ? ନ୍ୟୁଟ୍ରାଲ ଥିଲା। ଏଇଟା ଥିଲା କ'ଣ? ମାନେ ଇଆଡ଼କୁ ଥିଲା କ'ଣ ନା କ୍ଷାରୀୟ, ଡାହାଣ ପଟକୁ କ୍ଷାରୀୟ ଥିଲା ବେଳେ ବାମ ପଟକୁ କ'ଣ ଥିଲା? ଏବେ କ'ଣ ଥିଲା? ଅମ୍ଳୀୟ ଥିଲା ବାମ ପଟକୁ। ତାହେଲେ ଏଠି ସେୟା ଲେଖିଛି 1.5 ଆଉ 2.5। ତାହେଲେ କୋଉଠି ଅଛି ନା 7 ର ବାମ ପଟକୁ ଅଛି। ତାମାନେ ଏଟା କ'ଣ? ଏକ୍ସେସ୍ ଏସିଡିକ୍, ଠିକ ଅଛି। ଏକ୍ସେସ୍ ଏସିଡିକ୍ ମାନେ ଏଇଗୁଡ଼ାକ, এই ଯୋଉ ଗ୍ୟାଷ୍ଟ୍ରିକ୍ ଜୁଇସ୍, এটা କ'ଣ? ଏକ୍ସେସ୍ ଏସିଡିକ୍ ଏଇଟା। ଦେନ୍ ପାଚକ ରସରେ ଆମର 3ଟା ମାନେ କମ୍ପୋନେଣ୍ଟ ଅଛି, ଉପାଦାନ ଅଛି। କ'ଣ କ'ଣ ସେଗୁଡ଼ାକ? HCl ହାଇଡ୍ରୋକ୍ଲୋରିକ୍ ଏସିଡ୍, ପେପ୍ସିନ୍ ଏନଜାଇମ୍, ଆଉ କ'ଣ? ଲାଇପେଜ୍ ଏନଜାଇମ୍, ଠିକ ଅଛି। ଏମାନଙ୍କର କାମ ବି ଭିନ୍ନ ଭିନ୍ନ। ଏମାନେ କ'ଣ କରନ୍ତି? ଯୋଉ HCl ଅଛି, HCl କ'ଣ କରେ? ଖାଦ୍ୟରେ ଥିବା ବ୍ୟାକ୍ଟେରିଆକୁ ମାରିଥାଏ। ଯେମିତି ଆମର ସାଲିଭାରୀ ଗ୍ଲାଣ୍ଡରେ କ'ଣ ଥିଲା? ଗୋଟେ ଆମର ଯୋଉ ରହିଥିଲା କ'ଣ? ଲାଇସୋଜାଇମ୍। ଲାଇସୋଜାଇମ୍ ଏନଜାଇମ୍ କ'ଣ କରୁଥିଲା? ଖାଦ୍ୟର ଯୋଉ ବାହ୍ୟ ଅଣୁଜୀବ ଯୋଉ ଆସନ୍ତି ଖାଦ୍ୟରେ, ସେଗୁଡ଼ିକୁ ମାରୁଥିଲା। ଯଦି ସେଥିରୁ ଅଣୁଜୀବ ଗୁଡ଼ାକ ବଞ୍ଚିଯିବେ, ତାହେଲେ ପରେ କ'ଣ ହୁଏ? ପାକସ୍ଥଳରେ ଯୋଉ ଆମର HCl ଅଛି ସେଗୁଡ଼ିକୁ ମାରିଦେବ। ତାପରେ କ'ଣ ହୁଏ? ପେପ୍ସିନ୍ ଏନଜାଇମ୍। ପେପ୍ସିନ୍ ଏନଜାଇମ୍ କ'ଣ କରେ? ପ୍ରଥମେ ଦେଖିବ ପେପ୍ସିନ୍ ଏନଜାଇମ୍ କେମିତି କ'ଣ ତିଆରି ହୁଏ। ପ୍ରଥମତଃ ପାକସ୍ଥଳୀରୁ ପେପ୍ସିନୋଜେନ୍ ଏନଜାଇମ୍ ହିଁ ମାନେ କ'ଣ କ୍ଷରଣ ହୁଏ। ଏଟା କ'ଣ? ପେପ୍ସିନ୍ର ଗୋଟେ ସରଳ ଅବସ୍ଥା। ତାପରେ କ'ଣ ହୁଏ? ଏଥିରୁ ଯୋଉ HCl ଯୋଉ କ୍ଷରଣ ହୁଏ, ଠିକ ଅଛି, ସେ HCl ମିଶିଲା ପରେ କୋଉଥିରେ ପରିଣତ ହୁଏ? ପେପ୍ସିନ୍ରେ ପରିଣତ ହୁଏ, ଠିକ ଅଛି। ଏଠି ସେଇ ସ୍ଟେପଟା ଲେଖା ହେଇଛି, HCl ସହିତ ପାକସ୍ଥଳରୁ କ୍ଷରଣ ହେଉଥିବା ପେପ୍ସିନୋଜେନ୍ ମିଶି ପେପ୍ସିନ୍ରେ ପରିଣତ ହୁଏ, ଠିକ ଅଛି। এটা କ'ଣ ହେଲା? HCl ସହିତ ପେପ୍ସିନୋଜେନ୍ ମିଶି ପେପ୍ସିନ୍ରେ ପରିଣତ ହେଲା। ତାହେଲେ ପେପ୍ସିନ୍ କ'ଣ କରୁଛି ଏଠି? ପେପ୍ସିନ୍ କ'ଣ କରୁଛି ନା ପେପ୍ସିନ୍ ପୃଷ୍ଟିସାର ଜାତୀୟ ଖାଦ୍ୟକୁ ଭାଙ୍ଗି ପେପ୍ଟିଡେଜ୍ରେ ପରିଣତ କରୁଛି। ତାହେଲେ ପେପ୍ସିନ୍ କ'ଣ କଲା ନା ଯୋଉ ପୃଷ୍ଟିସାର ଜାତୀୟ ଖାଦ୍ୟ ଅଛି ଆମର ପ୍ରୋଟିନ୍ କି ଭାଙ୍ଗିଲା କିଏ? ପେପ୍ସିନ୍ ଭାଙ୍ଗି କ'ଣ କରୁଛି? ପେପ୍ସିନ୍ ଭାଙ୍ଗିକିନା ତାକୁ ପେପ୍ଟିଡେଜ୍ରେ ପରିଣତ କଲା, ଠିକ ଅଛି। ଆଉ ଗୋଟେ ପ୍ରଶ୍ନ ଆସିଥିବ, କାଲି ମୁଁ ଗୋଟେ ପାର୍ଟ ଦେଖେଇଥିଲି ଆମର ପାକସ୍ଥଳୀର ଗୋଟେ ପାର୍ଟ ଦେଖେଇଥିଲି। ପାକସ୍ଥଳ ଏଇ ପାର୍ଟଟା ମୁଁ କ'ଣ କହିଥିଲି? ଏଇ ପାର୍ଟଟାକୁ କ'ଣ କହିଥିଲି ନା ଫଣ୍ଡସ୍ କହିଥିଲି। କ'ଣ କହିଥିଲି? ନା ଫଣ୍ଡସ୍। ତାହେଲେ HCl କ'ଣ କରେ ନା ଏଇ ଫଣ୍ଡସ୍ରୁ ହିଁ କ୍ଷରଣ ହୁଏ। ଏଇ ଫଣ୍ଡସ୍ରୁ ହିଁ କ୍ଷରଣ ହୁଏ କ'ଣ? HCl। ଦେନ୍
HCl ହେଉଛି ଅଧିକ ଅମ୍ଳୀୟ। ଠିକ୍ ଅଛି, ଯଦି ଅଧିକ ଅମ୍ଳୀୟ, ଯେମିତି ଜାଣିଥିବ ଯଦି ଆମ ଦେହରେ ଏସିଡ୍ ପଡ଼ିଯିବ ଆମ ଦେହଟା ଜଳିଯାଏ। ତେଣୁକରି ଆମ ପାକସ୍ଥଳୀକୁ ଯଦି କିଏ ଜଣେ ନ ବଞ୍ଚଉଛି ତାହେଲେ ଆମ ପାକସ୍ଥଳୀ ବି ଏସିଡ୍ରେ ଜଳିଯାଆନ୍ତା। ତେଣୁକରି କାଲି ଯେଉଁ ପାର୍ଟ ଗୋଟେ ଦେଖେଇଥିଲି କାର୍ଡ଼ିଆକ୍ ଷ୍ଟୋମାକ୍, ମାନେ ଆମର ଯେଉଁ ଏଇ ପାର୍ଟଟା, କେଉଁ ପାର୍ଟ ଦେଖଉଛି, ଏଇ ପାର୍ଟଟା ଦେଖେଇଥିଲି କାଲି, ଏଇ ପାର୍ଟ କାର୍ଡ଼ିଆକ୍ ଷ୍ଟୋମାକ୍। ଏଠି କ'ଣ ହୁଏ, ଆମର ଗୋଟେ ଗ୍ରନ୍ଥି ଥାଏ, ଠିକ୍ ଅଛି, କାର୍ଡ଼ିଆକ୍ ଗ୍ଲାଣ୍ଡ ରହିଥାଏ। କାର୍ଡ଼ିଆକ୍ ଗ୍ଲାଣ୍ଡ ସିଏ କ'ଣ କରେ, ମ୍ୟୁକସ୍ ସିକ୍ରିଟ୍ କରେ। ମ୍ୟୁକସ୍ କ'ଣ, ଗୋଟେ ମୋଟା ତରଳ ପଦାର୍ଥ, ବହଳିଆ ତରଳ ପଦାର୍ଥ ମ୍ୟୁକସ୍ ସିକ୍ରିଟ୍ କରେ। ସେ ମ୍ୟୁକସ୍ କ'ଣ କରେ, ପାକସ୍ଥଳୀର ଇନର ୱାଲ୍, ଠିକ୍ ଅଛି, ଭିତର ଯେଉଁ କାନ୍ଥ ରହିଛି ସେଥିରେ କ'ଣ ହୁଏ ନା ଜମା ହେଇଯାଏ। ଜମା ହେଲେ କ'ଣ ହେବ, ଏ ଯେଉଁ HCl ଆସୁଛି, HCl ଗୁଡ଼ିକ କ'ଣ ହେବ, ତାରି ଉପରେ ହିଁ ଜମା ହେଇଯିବ। ଜମା ହେବା ଫଳରେ ସେ ଡାଇରେକ୍ଟଲି ପାକସ୍ଥଳ କାନ୍ଥକୁ ଟଚ୍ କରିବ ନାହିଁ। ତେଣୁକରି ପାକସ୍ଥଳୀ ଜଳେ ନାହିଁ। ଏଥିରେ ଯେଉଁ ଖାଦ୍ୟ ଆସେ, ବାହାରୁ ଖାଦ୍ୟ ଆସେ, ସେଗୁଡ଼ିକ କ'ଣ ହୁଏ ନା ଡାଇରେକ୍ଟଲି ଆମର କେଉଁଠି ପଡ଼େ, HCl ପଡ଼େ, ଆଉ ସେଠି ଅଣୁଜୀବ ଗୁଡ଼ିକ ମରିଯାଆନ୍ତି। ଠିକ୍ ଅଛି, ଦେନ୍ ଦେଖିବା ଲାଇପେଜ୍ ଏଞ୍ଜାଇମ୍। ଠିକ୍ ଅଛି, ମୁଁ କ'ଣ କହୁଛି, ଲାଇପେଜ୍ ଏଞ୍ଜାଇମ୍ ବୋଲି ଗୋଟେ ଏଞ୍ଜାଇମ୍ ମିଳେ। ଲାଇପେଜ୍ ଏଞ୍ଜାଇମ୍ର କାମ କ'ଣ ନା, ଲାଇପେଜ୍ ଏଞ୍ଜାଇମ୍ କ'ଣ କରେ, ଲାଇପେଜ୍ ଏଞ୍ଜାଇମ୍ ଖାଦ୍ୟରେ ଥିବା ସ୍ନେହ ସାରକୁ ଭାଙ୍ଗି ଫ୍ୟାଟି ଏସିଡ୍ ଆଉ ଗ୍ଲିସେରଲ୍ରେ ପରିଣତ କରେ। ଖାଦ୍ୟରେ ଯେଉଁ ସ୍ନେହ ସାର ଗୁଡ଼ିକ ଆସେ ତାକୁ କ'ଣ ଭାଙ୍ଗି କ'ଣ କରେ ନା ଫ୍ୟାଟି ଏସିଡ୍ ଆଉ ଗ୍ଲିସେରଲ୍ରେ ପରିଣତ କରେ। ଦେନ୍ ଗୋଟେ ସର୍ଟ କୋଶ୍ଚିନ୍ ଅଛି ଆମର, ଯଦି ଆମେ ଖାଦ୍ୟ ନ ଖାଇବା, ଜାଣିଥିବା ଆମକୁ କ'ଣ ହୁଏ ନା ଗ୍ୟାଷ୍ଟ୍ରିକ୍ ହେଇଯାଏ। ତାହେଲେ ଗ୍ୟାଷ୍ଟ୍ରିକ୍ କ'ଣ ପାଇଁ ହୁଏ? ଗ୍ୟାଷ୍ଟ୍ରିକ୍ ହେଲେ ଆମର କ'ଣ ହୁଏ ନା ପେଟ ବିନ୍ଧିବ। ଠିକ୍ ଅଛି, ସେଟା କ'ଣ ପାଇଁ ହୁଏ, ଏଟା ମନେ ରଖିଥିବ। ଗ୍ୟାଷ୍ଟ୍ରିକ୍ ହୁଏ କ'ଣ ପାଇଁ ନା, ଏଇ ଯେଉଁ ଗ୍ୟାଷ୍ଟ୍ରିକ୍ ଜୁସ୍ କହିଲିନି, ତାରି ଫଳରୁ ଗ୍ୟାଷ୍ଟ୍ରିକ୍ ହୁଏ। କାହା ପାଇଁ ନା ଗ୍ୟାଷ୍ଟ୍ରିକ୍ ଜୁସ୍ ପାଇଁ। ଏଇଟାର ଏକ୍ସେସ୍ ଆମାଉଣ୍ଟରେ ଆମର ଦେହରେ ଯେଉଁ ପାକସ୍ଥଳେ କ୍ଷରଣ ହେବ, ସେଥିପାଇଁ କ'ଣ ହୁଏ ନା ଗ୍ୟାଷ୍ଟ୍ରିକ୍ ଜୁସ୍ ଯେତେବେଳେ ଅଧିକ ଆମାଉଣ୍ଟରେ କ୍ଷରଣ ହେବ ତାହେଲେ ଆମକୁ ଗ୍ୟାଷ୍ଟ୍ରିକ୍ ହୁଏ, ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ହୁଏ। କ'ଣ ପାଇଁ ହୁଏ ତା ରିଜନ୍ ହେଉଛି, ଯଦି ମୁଁ ଦେଖେଇବି ତା ରିଜନ୍ଟା କ'ଣ, କହନ୍ତିନି ଗ୍ୟାଷ୍ଟ୍ରିକ୍ ହେଲେ ଡକ୍ଟର କ'ଣ କହନ୍ତି, ତୁମେ ଖାଦ୍ୟ ଠିକ୍ସେ ଖାଉନ, ସେଥିପାଇଁ ଠିକ୍ ଟାଇମ୍ରେ ଖାଉନ, ସେଥିପାଇଁ ଗ୍ୟାଷ୍ଟ୍ରିକ୍ ହେଉଛି। ତାମାନେ ଯଦି ଆମେ ଖାଲି ପେଟରେ ରହିବା ତାହେଲେ ସେଠି କ'ଣ ହେବ, ଆମର ଯେଉଁ HCl କ୍ଷରଣ ହେଉଛି, ମାନେ ଆମେ ଖାଲି ପେଟରେ ରହିଲୁ। ଯଦି ଆମ ପେଟ ଫୁଲ୍ ଥାନ୍ତା ତାହେଲେ ଏଠି ଖାଦ୍ୟ ଗୁଡ଼ିକ ଭରି ରହିଥାନ୍ତା। HCl ଆସିଥିଲେ ଖାଦ୍ୟକୁ ହିଁ ଡିଟକ୍ସିଫାଏ କରିଥାନ୍ତା, ମାନେ ଜୀବାଣୁ ହଟେଇଥାନ୍ତା, ତାହେଲେ ଖାଦ୍ୟ ଆମର ସରଳୀକୃତ ହୋଇଥାନ୍ତା। ଯଦି ଆମେ ଠିକ୍ ଟାଇମ୍ରେ ଖାଦ୍ୟ ନ ଖାଇବା ତାହେଲେ HCl କ'ଣ କରିବ, ସେ ମ୍ୟୁକସ୍ ମାନେ ପାକସ୍ଥଳେ HClର ପରିମାଣ ବଢ଼ିଯିବ। ଦେନ୍ କ'ଣ ହେବ, ସିଏ ମ୍ୟୁକସ୍ର ଯେଉଁ ୱାଲ୍ ଅଛି, ମ୍ୟୁକସ୍ର ୱାଲ୍ ଆମର ଯେଉଁ କହିଥିଲି ମ୍ୟୁକସ୍ ମେମ୍ବ୍ରେନ୍ ଯେଉଁଟା ଆମର ରହୁଛି ଗୋଟେ ପାକସ୍ଥଳୀ ଭିତରେ, ଏ ଯେଉଁ ମ୍ୟୁକସ୍ ୱାଲ୍ଟାକୁ ତାକୁ ନଷ୍ଟ କରିଦେବ। ଠିକ୍ ଅଛି, ତାକୁ ନଷ୍ଟ କରି ଆମର ଯେଉଁ ପାକସ୍ଥଳ ଯେଉଁ ୱାଲ୍ ଅଛି, ଆଉଟର ୱାଲ୍ ଯେଉଁଟା, ତାକୁ କ୍ଷତି କରିବ। ଠିକ୍ ଅଛି, କ୍ଷତି କରିବା ଫଳରେ ଆମକୁ କଷ୍ଟ ଅନୁଭବ ହୁଏ। ସେଥିପାଇଁ ଆମେ କ'ଣ କରୁନା ଗ୍ୟାଷ୍ଟ୍ରିକ୍ ହେଲାନି। ଠିକ୍ ଅଛି, ତାକୁ ରୋକିବା ପାଇଁ ଆମକୁ କ'ଣ କରିବାକୁ ହୁଏ ନା ଖାଦ୍ୟ ଠିକ୍ ଟାଇମ୍ରେ ଖାଇବାକୁ ହେବ। ଆଉ ଇନଷ୍ଟାଣ୍ଟ ରୋକିବା ପାଇଁ ଆମେ କ'ଣ କରୁ, ଇନୋ ପିଇଥାଉ। ଇନୋ ହେଉଛି ଗୋଟେ କ୍ଷାରୀୟ ସବଷ୍ଟାନ୍ସ। ସେ କ'ଣ କରେ, ଆମର ଯେଉଁ HCl ଯେଉଁ ସୃଷ୍ଟି ହୁଏ, HCl ସହିତ ଇନୋ ହେଉଛି ଗୋଟେ କ'ଣ ମାନେ କ୍ଷାରୀୟ ଜିନିଷ। ଠିକ୍ ଅଛି, ଆଉ HCl କ'ଣ ନା ଅମ୍ଳ। ତ କ୍ଷାର ଅମ୍ଳର ମାନେ ଯେତେବେଳେ ଆମେ ଇନୋ ପିଇଦେବା, ଯଦି HCl ସହିତ ଇନୋ ମିଶିଯିବ, ସେ କ'ଣ ହେବ ନ୍ୟୁଟ୍ରାଲ୍ କରିଦିଏ। ନ୍ୟୁଟ୍ରାଲ୍ କଲେ ଆମକୁ ଉପଶମ ଲାଗେ ଗ୍ୟାଷ୍ଟ୍ରିକ୍ରୁ। ଦେନ୍ ଯଦି ଆମେ ପରବର୍ତ୍ତୀ ଗ୍ଲାଣ୍ଡ ଦେଖିବା, ପରବର୍ତ୍ତୀ ଗ୍ଲାଣ୍ଡ କ'ଣ ରହିଲା, ଆମେ
ହୃତ୍ପିଣ୍ଡକୁ କଭର କରିଦେଲେ। ପରବର୍ତ୍ତୀ ଗ୍ଲାଣ୍ଡ କ'ଣ ରହିଲା? ଯକୃତ, ଲିଭର ରହିଲା। ଠିକ ଅଛି, ଏଇଟା ରହିଲା କ'ଣ? ଲିଭର। ଠିକ ଅଛି, ଲିଭର ମାନେ ଯକୃତ। ତାହେଲେ ସେ ଯକୃତର ଏଇଠି ଗୋଟେ ଚିତ୍ର ଦେଖିପାରୁଥିବ, ଯକୃତ ଚିତ୍ର ହେଇଛି। ତାହେଲେ ପ୍ରଥମ ପାର୍ଟ ଦେଖିବା, ଯକୃତ ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ତାମାନେ ଯକୃତ କ'ଣ? ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି କାହାକୁ କୁହାଯାଏ? ଯକୃତକୁ କୁହାଯାଏ। ଏହା ମନୁଷ୍ୟର ଉଦର ଗହ୍ୱରର ଉପର ଡାହାଣ ପଟରେ ଅବସ୍ଥିତ। ଏଇଠି ଦେଖିପାରୁଥିବ ଏଇ ଚିତ୍ରରେ, ଏଇଟା ତାର କ'ଣ? ଉଦର ଗହ୍ୱର। ଏଇଠୁ ତାର କ'ଣ? ଉଦର ଗହ୍ୱର ହେଇଛି। ଏଇଟା କ'ଣ ହେଇଛି ନା ଉପର ଡାହାଣ ପଟ। ଏଇଟା କ'ଣ? ଏଇଟା ମଣିଷର କୋଉଟା? ଏଇଟା ମଣିଷର ରାଇଟ୍ ସାଇଡ୍। ଟିକେ ଭୁଲ ହେଇଗଲା। ଏଇଟା ସେ ମଣିଷର କ'ଣ? ରାଇଟ୍ ସାଇଡ୍। ସେ କ'ଣ କହୁଛି? ଉଦର ଗହ୍ୱରର ଉପର ଭାଗରେ ଅବସ୍ଥିତ। ଏଇ ଜାଗାଟା ଉଦର ଗହ୍ୱର ଉପର ଭାଗରେ ଅବସ୍ଥିତ ଯକୃତ। ଦେନ୍ କ'ଣ କହିଛି? ଏହାର ଓଜନ 1.5 କେଜି, 1.5 କେଜି। ଏହାର ଓଜନ କ'ଣ? 1.5 କେଜି। ଇମାଜିନ୍ କରୁଥିବ ଏଟା କେତେ ବଡ଼ ମାନେ ଆମ ଗ୍ଲାଣ୍ଡ ହେଇଥିବ। ଏହାର ରଙ୍ଗ କ'ଣ? ଲୋହିତ ବାଦାମୀ। ଠିକ ଅଛି, ଏଇ ଯୋଉ କଲର ଦେଖିପାରୁଥିବ, ଏଟା କ'ଣ? ଲୋହିତ ବାଦାମୀ କଲର କି ନାହିଁ? ଠିକ ଅଛି, ତାହେଲେ ଇଏ କ'ଣ କରେ? ଏଥିରେ ଆମର କ'ଣ ହୁଏ ନା ହେପାରିନ୍ ନାମକ ଗୋଟେ ଏନଜାଇମ୍ ଏଥିରୁ କ୍ଷରଣ ହୁଏ, ଯୋଉଟା କ'ଣ କରେ? ଆମ ମାନେ କାମ କରେ କ'ଣ? ଆମ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ଠିକ ଅଛି, ଏଟା ସର୍ଟ କ୍ୱେଶ୍ଚିନ୍ ଆସିବ। କୋଉ ଏନଜାଇମ୍ ଆମର ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ? କ'ଣ ନା ହେପାରିନ୍। ଠିକ ଅଛି, ମନେ ରଖିଥିବ ହେପାରିନ୍। ଦେନ୍ କ'ଣ ହୁଏ? ଏଟା କ'ଣ କରେ? ଯକୃତରୁ କ୍ଷରିତ ପିତ୍ତରସ, ବାଇଲ୍ ଜୁସ୍, ଇଂଲିଶ ଟର୍ମ ହେଉଛି ପିତ୍ତରସର ବାଇଲ୍ ଜୁସ୍। କ'ଣ ହୁଏ ନା ବାଇଲ୍ ଜୁସ୍। ବାଇଲ୍ ଜୁସ୍ କ'ଣ କରେ? ମୋର ଯୋଉ ସ୍ନେହ ସାର ରହିଛି, ସ୍ନେହ ସାରକୁ କ'ଣ କରେ? ଭାଙ୍ଗି ଦିଏ। ସ୍ନେହ ସାର ଭାଙ୍ଗି କ'ଣ କରେ ନା ଫ୍ୟାଟି ଏସିଡ୍ ଆଉ ଗ୍ଲିସେରଲରେ ଆକୁ ପରିଣତ କରେ। କାହାରେ ପରିଣତ କରେ? ଫ୍ୟାଟି ଏସିଡ୍ରେ ପରିଣତ କରେ। କାହାକୁ? ସ୍ନେହ ସାରକୁ ଭାଙ୍ଗି ଦେଇ। ଦେନ୍ କ'ଣ କହିଛି? ଏହା ପ୍ରୋଟିନ୍ ଗଠନ ନିମନ୍ତେ ଏମିନୋ ଏସିଡ୍ ବି କ୍ଷରଣ କରେ। ଏମିନୋ ଏସିଡ୍ର ଶୃଙ୍ଖଳରେ ମୁଁ କ'ଣ କହିଥିଲି? ପ୍ରୋଟିନ୍ ଗଠିତ ହେଇଛି। ତାହେଲେ ଏମିନୋ ଏସିଡ୍କୁ କ୍ଷରଣ କରୁଥିବାରୁ ଏଇଟା କ'ଣ କରେ ନା ପ୍ରୋଟିନ୍ ସିନ୍ଥେସିସ୍ କରିବାରେ ବି ଆମକୁ ସାହାଯ୍ୟ କରେ। ତାହେଲେ ଏଥିରୁ ଆଉ କିଛି ଜିନିଷ କ'ଣ ହୁଏ? ଗୋଟେ ସବଷ୍ଟାନ୍ସ କ୍ଷରଣ ହୁଏ ଏଥିରୁ, ତା ନାଁ ହେଉଛି ଫାଇବ୍ରିନୋଜେନ୍। ସେଟା କ'ଣ କରେ? ଏଟା କ'ଣ କରେ? ଯୋଉ ହେପାରିନ୍ କ'ଣ କରେ? ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ଫାଇବ୍ରିନୋଜେନ୍ କ'ଣ କରେ? ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ଯଦି ଆମ ଦେହରେ କିଛି ଖଣ୍ଡିଆ ହେଇଯିବ, ସେଠି ଦେଖିଥିବ କିଛି ସମୟ ପରେ ସେ ଖଣ୍ଡିଆ ଯାଇଥିବ, ଲାଳୁଆ ଅଂଶ କିଛି ଧଳା ଧଳା ହାତ ମାରି ଆଣିବ, ଦେଖିବ ଲାଳୁଆ ଅଂଶ କିଛି ଥିବ। ସେଟା କ'ଣ ନା ଫାଇବ୍ରିନୋଜେନ୍। ଠିକ ଅଛି, ତାର ସେଟା ମାନେ ସେଟା କ'ଣ? ଫାଇବ୍ରିନୋଜେନ୍ ଏନଜାଇମ୍। ତାପରେ କ'ଣ କରେ ନା ଆମ ଯକୃତ। ଠିକ ଅଛି, ଯକୃତରେ ଗୋଟେ ପାର୍ଟ ଅଛି, ସେଟା ଆଗକୁ ପଢିବ। ସେ ପାର୍ଟରେ କ'ଣ ହୁଏ? ଆମର ଗୋଟେ ଏନଜାଇମ୍ କ୍ଷରଣ ହୁଏ। ସେ କ'ଣ କରେ ନା ରକ୍ତକୁ ଆମର ଜମାଟ ବାନ୍ଧେ। ତାହେଲେ ଆମର ଗୋଟେ ମାନେ ସେ ଯୋଉ ଏନଜାଇମ୍ କଥା କହୁଛି, ସେ ଏନଜାଇମ୍ ର ନାମ ହେଉଛି କ'ଣ ଜାଣିଛ? ପ୍ରୋଥର୍ମ୍ବିନ୍। କ'ଣ? ପ୍ରୋଥର୍ମ୍ବିନ୍। ଏଟା ବି କ'ଣ କରେ ନା ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ଏଟା ବି। ଦେନ୍ ଯଦି ପରବର୍ତ୍ତୀ ପାର୍ଟ ଆମେ ଦେଖିବା, ପରବର୍ତ୍ତୀ ପାର୍ଟ କ'ଣ ରହିଲା? ଆମେ ଯକୃତକୁ ବି କଭର କରିଦେଲେ। ଏଠି ଯକୃତ ପାଖରେ ଏଇଠି ଛୋଟରେ କ'ଣ ରହିଛି ଜାଣିଛ?
फुसफुस ମାନେ ଆମର ଯୋଉ ଷ୍ଟୋମାକ୍ ର ପଛକୁ ରହିଛି ପାନକ୍ରିଆସ ଅଗ୍ନାଶୟ ବି ଗୋଟେ ଗ୍ଲାଣ୍ଡ ଯୋଉଟା କି ଆମକୁ ପାଚ ମାନେ ଆମର ପାକ କ୍ରିୟାରେ ସାହାଯ୍ୟ କରେ। ଏଇଟା ଦେଖିପାରୁଥିବ, ଏଇଟା କଣ ପାନକ୍ରିଆସ ବା ଅଗ୍ନାଶୟ। ଏଥିରେ କଣ ହେଇଛି, ଏଇଠି ଦେଖିପାରୁଥିବ ତାର ଗୋଟେ ଡକ୍ଟ ମାନେ ବାହିକା, ଅଗ୍ନାଶୟର ଗୋଟେ ବାହିକା ଏମିତି ଆସି ଆମର କଣ ହେଇଛି ପାକସ୍ଥଳୀ ଭିତରକୁ ପଶିଛି। ଏଇଠି ପାକସ୍ଥଳୀର ଯୋଉ ଆମର ନଳୀ ଅଛି ସେଠି ପଶିଛି। ତାପରେ କଣ ହେଇଛି, ଏଇ ଯୋଉ ଗଲ ବ୍ଲାଡର ଦେଖିପାରୁଥିବ, ଯକୃତର ଯୋଉ ଗଲ ବ୍ଲାଡର, ସେଟା ବି କୋଉଠି ମିଶିଛି, ଆସି ପଛପଟରେ ଆସି ପାକସ୍ଥଳରେ ହିଁ ମିଶିଛି। ଦେନ୍ ଯଦି ଆମେ ପାନକ୍ରିଆସ କଥା କହିବା, ପାନକ୍ରିଆସରୁ କଣ ମାନେ କ୍ଷରଣ ହୁଏ, ଅଗ୍ନାଶୟରୁ କ୍ଷରିତ ଅଗ୍ନାଶୟ ରସରେ ବିଭିନ୍ନ ଏନଜାଇମ ରହିଥାଏ। ଠିକ ଅଛି, ବିଭିନ୍ନ ଏନଜାଇମ ରହିଥାଏ ଯାହା ଶ୍ଵେତସାର, ପୁଷ୍ଟିସାର, ସ୍ନେହସାରକୁ ଭାଙ୍ଗିବାକୁ ସାହାଯ୍ୟ କରେ। ଠିକ ଅଛି, ଏହା ମଧ୍ୟ ପାଚକ ରସ ଦ୍ୱାରା ଅମ୍ଳୀୟ ହୋଇଥିବା ଖାଦ୍ୟକୁ ନ୍ୟୁଟ୍ରାଲ କରେ। ତା ମାନେ ଆମେ କଣ ଜାଣିଲେ, ଯୋଉ ପାଚକ ରସ ଯୋଉ ଆମର ଯୋଉ କୋଉଟା HCl ଯୋଉ ଅଛି, HCl ସହିତ ଯୋଉ ଖାଦ୍ୟ ମିଶିକି ଅଛି ସେଟା କଣ ହାଇଲି ଏସିଡିକ ଖାଦ୍ୟ। ସେଥିପାଇଁ ଅଗ୍ନାଶୟରେ କଣ ହୁଏ, ଗୋଟେ ମାନେ ଏମିତି ଗୋଟେ ଯୋଉ ବେଶ କ୍ଷରଣ କରେ ଅଗ୍ନାଶୟ, ସେଟା କଣ କରେ, ସେଟା ହାଇଲି ଏସିଡିକ ଯୋଉ ଆମର ଖାଦ୍ୟ ଯୋଉ ଖାଇକି ଆଇଲେ କଣ ହାଇଲି ଏସିଡିକ, ତାକୁ କଣ କରେ, ଅଗ୍ନାଶୟ ଯୋଉ ରସ ଅଛି ପାନକ୍ରିଆଟିକ ଜୁସ୍, ପି ଜୁସ୍ ଲେଖି ଦଉଛି, ତାକୁ କଣ କରେ ନା ନ୍ୟୁଟ୍ରାଲ କରିବାରେ ସାହାଯ୍ୟ କରେ, ନ୍ୟୁଟ୍ରାଲ କରିଦିଏ ସେ ଖାଦ୍ୟକୁ। ଦେନ୍ କଣ ହୁଏ, ଏଥିରୁ କ୍ଷରଣ ହଉଥିବା ଆମାଇଲେଜ ଏନଜାଇମ କଣ କରେ ନା ଶ୍ଵେତସାରକୁ ଭାଙ୍ଗିବାରେ ସାହାଯ୍ୟ କରେ। ଯେମିତି ମୁଁ ପୂର୍ବରୁ କହିଥିଲି, ଆମାଇଲେଜ ଏନଜାଇମ କଣ କରୁଥିଲା ନା ଶ୍ଵେତସାରକୁ ଭାଙ୍ଗୁଥିଲା। ଠିକ ଅଛି, ଦେନ୍ କଣ ହୁଏ, ଏଥିରୁ ଆଉ ଗୋଟେ କଣ ଏନଜାଇମ କ୍ଷରଣ ହୁଏ, ପ୍ରୋଟିଏଜ ଏନଜାଇମ କଣ କରେ, ପୁଷ୍ଟିସାରକୁ ଭାଙ୍ଗିବାରେ ସାହାଯ୍ୟ କରେ। ଠିକ ଅଛି, ଏଇଟା ପୁଷ୍ଟିସାରକୁ ଭାଙ୍ଗିବାରେ ସାହାଯ୍ୟ କରେ। ଏଥିରୁ କ୍ଷରିତ ହେଉଥିବା, ତାହେଲେ ସେଠି ଆଉ ଗୋଟେ ଯୋଉ ଏନଜାଇମ କ୍ଷରଣ ହୁଏ ତା ନାଁ କଣ ନା ଲାଇପେଜ ଏନଜାଇମ। ଲାଇପେଜ ଏନଜାଇମ କଣ କରେ, ଆମ ଯୋଉ ସ୍ନେହସାର ଖାଦ୍ୟ ରହିଛି ତାକୁ ଭାଙ୍ଗିବାରେ ସାହାଯ୍ୟ କରେ। ଦେନ୍ ପାନକ୍ରିଆସରେ ଗୋଟେ ପାର୍ଟ ରହିଛି ଆଇଲେଟ୍ସ ଅଫ ଲାଙ୍ଗରହାନ୍ସ। ଠିକ ଅଛି, ଆଇଲେଟ୍ସ ଅଫ ଲାଙ୍ଗରହାନ୍ସ। ଏ ଜାଗାରେ କଣ ହୁଏ, ଗୋଟେ ଇନସୁଲିନ ନାମକ ଗୋଟେ ପଦାର୍ଥ କ୍ଷରଣ ହୁଏ। ଏଟା କଣ କରେ, ଆମ ଶରୀରରେ ବ୍ଲଡ ସୁଗାରକୁ ମେଣ୍ଟେନ ରଖେ, ଯାହାକି ଆମକୁ ମାନେ ଅଧିକ ଶର୍କରାର ପରିମାଣକୁ ବଞ୍ଚାଏ। କାର ବ୍ଲଡକୁ, ଆମର ଯୋଉ ଡାଇବେଟିସ୍ ହୁଏ, ଆମ ଇନସୁଲିନର କ୍ଷରଣ ମାନେ କମ ହେଲେ ଆମକୁ କଣ ଦେଖାଯାଏ ନା ଡାଇବେଟିସ୍ ଦେଖାଯାଏ। ଠିକ ଅଛି, ଏଟା ହଉଛି ଡାଇବେଟିସ୍ ଦେଖାଯିବାର କାରଣ। ତାହେଲେ ଆଜି ଆମେ ଏ ଭିଡିଓରେ କଣ କଣ ସବୁ କଭର କଲେ ନା ଅଗ୍ନାଶୟ, ଯକୃତ, ଜଠର ଗ୍ରନ୍ଥି ଆଉ ଲାଳ ଗ୍ରନ୍ଥିର ମାନେ ୱାର୍କିଂ। ଆଉ କଣ ଦେଖିଲେ ନା ପାକ ଗ୍ରନ୍ଥି କେମିତି କଣ ଆମ ଶରୀରରେ ଡାଇଜେଷ୍ଟିଭ ଗ୍ଲାଣ୍ଡ ଗୁଡ଼ିକ କେମିତି କଣ କାମ କରନ୍ତି। ତାହେଲେ ଏହାର ପ୍ଲେଲିଷ୍ଟଟା, ଟୋଟାଲ ପ୍ଲେଲିଷ୍ଟ ଆପଣଙ୍କୁ ୟୁଟ୍ୟୁବରେ ଅପଲୋଡ଼ ହେବାର ମିଳିଯିବ। ଆଉ ଏହାର ନୋଟଟା ଡେସ୍କ୍ରିପସନରେ ଥିବା ଯୋଉ ଟେଲିଗ୍ରାମର ଗ୍ରୁପର ଲିଙ୍କ ଅଛି ଡେସ୍କ୍ରିପସନରେ, ସେଠି ମିଳିଯିବ। ଠିକ ଅଛି, ଟେଲିଗ୍ରାମ ଲିଙ୍କ ଅଛି ଡେସ୍କ୍ରିପସନରେ, ସେଠୁ ନୋଟ୍ କଲେକ୍ଟ କରିପାରିବେ ଏହାର। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଆଉ ଏଇଭଳିଆ ଇନଫର୍ମେଟିଭ ଭିଡ଼ିଓ ଆଉ ଫ୍ରିରେ କ୍ଲାସ୍ କରିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ତାହେଲେ ଆଗାମୀ ଅଧ୍ୟାୟରେ ଆମେ ଆଉ ଗୋଟେ ନୂଆ ଚାପ୍ଟର ନେଇକି ଆସିବା। ଧନ୍ୟବାଦ, ଜୟ ଜଗନ୍ନାଥ।